ଓଡ଼ିଶାବାସୀ ଆଜି ବି ଭଲ ପାଆନ୍ତି ନବୀନକୁ ଏକଥା ବହୁବାର ପ୍ରମାଣିତ ହୋଇଛି ଏବଂ ସବୁ ତାର ସଦ୍ୟତମ ପ୍ରମାଣ ହେଲା ଗତକାଲିର ନବୀନଙ୍କ ରୋଡ଼ ଶୋ। ଆପଣ ଯାହା କହୁଥିଲେ ଯେ ରାସ୍ତାରେ ଯେତିକି ଲୋକ, ଘର ଛାତ ଉପରେ ସେତିକି ଲୋକ ଏବଂ ଚାରିଆଡ଼େ ସେତିକି ଲୋକ, ଭୁବନେଶ୍ୱରର ଅର୍ଦ୍ଧାଧିକ ଅଞ୍ଚଳ କାଲି ନବୀନ ତାଙ୍କ ରୋଡ଼ ଶୋରେ ବୁଲିଥିଲେ ମଧ୍ୟ ଲୋକମାନେ ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ମାନେ ତାଙ୍କ ଉପରେ ଟିକେ ଆଖି ପକାଇବା ପାଇଁ ତାଙ୍କୁ ଦେଖିଲେ ଭାବୁଛନ୍ତି ସେମାନେ ରଥଯାତ୍ରା ବେଳେ ଯେମିତି ଜଗନ୍ନାଥଙ୍କୁ ଦେଖିଲେ ଲୋକମାନେ ଦେଖିବା ପାଇଁ ଯେମିତି ବ୍ୟଗ୍ର ବିକଳ ହୋଇଥାନ୍ତି, କାଲି ବି ସେଇ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକମାନଙ୍କ ଭିତରେ ଏତେ ବ୍ୟଗ୍ରତା ଥିଲା ଆଉ ଏତେ ଆଗ୍ରହ ଥିଲା ଯେଉଁଟାକି ଅଭୂତପୂର୍ବ। ନବୀନ ଦୀର୍ଘ ଦିନ ଧରିକି ଶାସନ କ୍ଷମତାରେ ରହିଲେ ମଧ୍ୟ ତାଙ୍କ ପ୍ରତି ଜନସାଧାରଣଙ୍କର କ୍ରେଜ୍ ଯେ ସାମାନ୍ୟତମ କମି ନାହିଁ, ଏହା ଗତକାଲିର ରୋଡ଼ ଶୋରେ ପ୍ରମାଣିତ ହୋଇସାରିଛି। କ୍ୱାଇଟ୍ ନ୍ୟାଚୁରାଲ କଥା। ସେ ବିରୋଧୀ ଦଳମାନେ ଭାବୁଛନ୍ତି ଯେ ନବୀନ ଏତେ ଦିନ ରହିଲେଣି ଶାସନ କ୍ଷମତାରେ, ତେଣୁ ଲୋକମାନେ ତାଙ୍କୁ ଆଉ ଦେଖିବା ପାଇଁ ଚାହୁଁନଥିବେ, ତାଙ୍କ ପ୍ରତି ଲୋକଙ୍କର କ୍ରେଜ୍ ନଥିବ ଏବଂ ନବୀନଙ୍କ ପ୍ରତି ଜନସାଧାରଣଙ୍କର ସମର୍ଥନ ଆସ୍ତେ ଆସ୍ତେ କମିଯାଉଥିବ। ଏକଥା ବିରୋଧୀ ଦଳମାନେ ସବୁ ଭାବୁଛନ୍ତି ଏବଂ ପ୍ରଚାର କରୁଛନ୍ତି ଏବଂ ବିରୋଧୀ ଦଳମାନଙ୍କୁ ସମର୍ଥନ କରୁଥିବା କେତେକ ଗଣମାଧ୍ୟମ ମଧ୍ୟ ତାହା ବାରମ୍ବାର ପ୍ରଚାର କରିବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ କାଲିର ରୋଡ଼ ଶୋରେ ଜନସାଧାରଣଙ୍କର ଯେଉଁ କ୍ରେଜ୍, ଯେଉଁ ଆକାଂକ୍ଷା, ଯେଉଁ ମାନେ ବିକଳ ଯେ କେମିତି ନବୀନଙ୍କ ଉପରେ ଟିକେ ତାଙ୍କ ଆଖି ପଡ଼ିବ ଏବଂ ସେମାନେ ନବୀନଙ୍କୁ ଦେଖିଲେ ଯେମିତି ସତେ ଯେମିତି ମୁଁ ଯାହା କହୁଥିଲି ଯେ ରଥଯାତ୍ରାରେ ଯେମିତି ଜଗନ୍ନାଥଙ୍କୁ ଦେଖିଲେ ଲୋକ ଧନ୍ୟ ହୋଇଯାଆନ୍ତି ବୋଲି ଭାବନ୍ତି, ସେଥିପାଇଁ ଯେଉଁ ଗହଳି ଲଗାଇଥାନ୍ତି ସେଇଭଳି ଭାବରେ କାଲି ଠେଲାପେଲା ହେଇକରି ଯେଉଁ ସିଚୁଏସନ୍ ସୃଷ୍ଟି ହେଲା ତାହା ବାରମ୍ବାର ପ୍ରମାଣିତ କରିଥିଲା ଏବଂ ଗଲାକାଲି ମଧ୍ୟ ପ୍ରମାଣିତ କରିଛି ଯେ ନବୀନ ଯେତେ ଦିନ ଶାସନ କ୍ଷମତା ରହିଲେ ମଧ୍ୟ ଜନସାଧାରଣଙ୍କର କ୍ରେଜ୍ ବଢ଼ୁଛି ସିନା, ସାମାନ୍ୟତମ କମିବାର ଆଶଙ୍କା ନାହିଁ। ହଁ, ଗତକାଲିର ଯେଉଁ ରୋଡ଼ ଶୋର ଯେଉଁ କ୍ରେଜ୍ ଆମେ ଦେଖିଲେ ଏବଂ ନବୀନଙ୍କର ଟିକେ ଝଲକ ପାଇବା ପାଇଁ ଲୋକମାନଙ୍କର ଯେଉଁ ବିକଳ ମନୋଭାବ ଏବଂ ଯେଭଳି ଭାବରେ ସେମାନେ ଦେଖିକିରି ଟିକେ ନବୀନଙ୍କୁ ଦେଖିଦେଲା ପରେ ତାଙ୍କ ହୃଦୟ ଯେମିତି ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଯାଉଥିଲା, ସେଥିରୁ ନିଶ୍ଚିତ ଭାବରେ ପ୍ରମାଣ ମିଳୁଛି ଯେ ଆଗାମୀ ନିର୍ବାଚନରେ ନବୀନ ବିପୁଳ ସଂଖ୍ୟା ଗରିଷ୍ଠତାରେ ଗରିଷ୍ଠତା ହାସଲ କରିକିରି କ୍ଷମତାକୁ ପୁଣି ଆସିବେ ଏବଂ ଷଷ୍ଠ ଥର ପାଇଁ ନବୀନ ନିଶ୍ଚିତ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ, ଏଥିରେ ସନ୍ଦେହ ନାହିଁ।